ସ୍ନେହ କବିତା ପୁସ୍ତକ ଅଧ୍ୟାୟ 1। ସଲୋମନଙ୍କ ସ୍ନେହ କବିତା ବଧୂ ନିଜ ଅଧର ଚୁମ୍ବନରେ ସେ ମୋତେ ଚୁମ୍ବନ ଦେଉ। ତୁମର ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଅଧିକ ତୃପ୍ତିକର। ତୁମର ଅଭିଷେକ ତୈଳ ସୁରଭିତ, ତୁମର ନାମ ଢଳା ତୈଳ ତୁଲ୍ୟ। ସେଥି ସକାଶେ କନ୍ୟାମାନେ ତୁମକୁ ପ୍ରେମ କରନ୍ତି। ତୁମ ପଛେ ମୋତେ ଘେନିଯାଅ, ଆମେମାନେ କ୍ଷିପ୍ର ଗମନ କରିବା। ରାଜା ମୋତେ ତାହାଙ୍କର ପ୍ରକୋଷ୍ଠ ଗୁଡ଼ିକ ମଧ୍ୟକୁ ଆନୟନ କରିଛନ୍ତି। ଆମେ ତୁମଠାରେ ଉଲ୍ଲାସ ତଥା ଆନନ୍ଦ କରିବୁ। ତୁମ ପ୍ରେମକୁ ଆମେ ଦ୍ରାକ୍ଷାରସ ଅପେକ୍ଷା ଅଧିକ ପ୍ରଶଂସା କରିବୁ। ତୁମ ପ୍ରତି ସେମାନଙ୍କର ପ୍ରେମ ନ୍ୟାୟସଙ୍ଗତ। ହେ ଜେରୁସାଲେମର କନ୍ୟାଗଣ, ଯଦିଓ ମୁଁ ଶ୍ୟାମଳୀ, ତଥାପି କେଦାରର ଶିବିର ତଥା ସଲୋମନଙ୍କ ଯବନିକା ସଦୃଶ ମୁଁ ସୁଦର୍ଶୀ। ମୁଁ ଶ୍ୟାମଳୀ ହୋଇଥିବା ଯୋଗୁଁ ମୋତେ ସ୍ଥିର ଦୃଷ୍ଟିରେ ନିରୀକ୍ଷଣ କର ନାହିଁ, କାରଣ ସୂର୍ଯ୍ୟ କିରଣ ହେତୁ ମୁଁ ବିବର୍ଣ୍ଣା। ମୋ ମାତାଙ୍କ ପୁତ୍ରମାନେ ମୋ ପ୍ରତି କ୍ରୁଦ୍ଧ ହେଲେ। ସେମାନେ ମୋତେ ଦ୍ରାକ୍ଷା ଉଦ୍ୟାନ ସମୂହର ପ୍ରତିପାଳିକା ରୂପେ ନିୟୋଜିତ କଲେ, କିନ୍ତୁ ମୁଁ ମୋ ଦ୍ରାକ୍ଷା ଉଦ୍ୟାନର ପ୍ରତିପାଳନ କରିନାହିଁ। ହେ ମୋର ପ୍ରିୟତମ, ମୋତେ କୁହ, ତୁମ କେଉଁଠାରେ ତୁମ ମେଷପଲ ଚରାଉଅଛ? ମଧ୍ୟାହ୍ନ ସମୟରେ ତୁମେ ସେ ସମସ୍ତକୁ କେଉଁଠାରେ ବିଶ୍ରାମ କରାଉଅଛ? ମୁଁ ବା କାହିଁକି ତୁମ ସାଥୀମାନଙ୍କ ମେଷପଲ ପାର୍ଶ୍ୱରେ ପରିଭ୍ରମଣ କରିବି? ଗାୟିକା ଦଳ। ନାରୀଗଣ ମଧ୍ୟରେ ହେ ପରମା ସୁନ୍ଦରୀ, ତୁମେ ଯଦି ଜାଣୁନଥାଅ, ତେବେ ମେଷପଲର ପଦାଙ୍କ ଅନୁସରଣ କର। ମେଷପାଳକମାନଙ୍କ ଶିବିର ଗୁଡ଼ିକ ନିକଟରେ ତୁମର ମେଷ ଶାବକମାନଙ୍କୁ ଚରାଅ। ହେ ମୋର ପ୍ରିୟତମା, ମୁଁ ତୁମକୁ ଫାରୋଙ୍କ ରଥ ସବୁରେ ଆବଦ୍ଧ ଘଟକୀ ସଦୃଶ ତୁଳନା କରେ। ତୁମର ଗାଲଦ୍ୱୟ ଅଳଙ୍କାର ଗୁଡ଼ିକରେ ସୁଶୋଭିତ, ତୁମର ଗଳା ରତ୍ନମାଳାରେ ବିଭୂଷିତ। ତୁମ ପାଇଁ ସୁବର୍ଣ୍ଣାଭରଣ ତଥା ରୌପ୍ୟ ଗୁଚ୍ଛା ମାଳି ଆମେ ପ୍ରସ୍ତୁତ କରିବୁ। ରାଜା ଯେବେ ନିଜ ଶଯ୍ୟାରେ ଶାୟିତ ହୁଅନ୍ତି, ତେବେ ମୋର ନାରଦ ମଲମ ସୁଗନ୍ଧ ବିତରଣ କରେ। ମୋର ସ୍ତନଦ୍ୱୟ ମଧ୍ୟରେ ଅବସ୍ଥିତ ମୀରା ସୁଗନ୍ଧ ଭରା ସ୍ଥଳୀ ସଦୃଶ ମୋର ପ୍ରିୟତମ। ଏନ୍‌ଗେଦିସ୍ଥିତ ଦ୍ରାକ୍ଷା ଉଦ୍ୟାନର ହେନା ପୁଷ୍ପଗୁଚ୍ଛ ସଦୃଶ ମୋର ପ୍ରିୟତମ। ତୁମେ କି ସୁନ୍ଦରୀ, ହେ ମୋର ପ୍ରିୟେ! ହଁ, ତୁମେ କି ସୁନ୍ଦରୀ! ତୁମର ନୟନ ଯୁଗଳ କପୋତଦ୍ୱୟ। ତୁମେ କି ସୁଦର୍ଶନ, ହେ ମୋର ପ୍ରିୟତମ! ହଁ, କି ମନୋହର ସଜ୍ଜା ଆମର ରୋହିତ ବର୍ଣ୍ଣ। ଆମ ଗୃହରେ ଅରା ଦେବଦାରୁ କାଠ ଓ ତାହାର ବରଗା ପାଇନ ଗଛ। ଅଧ୍ୟାୟ 2। ମୁଁ ସାରୋନର ଗୋଲାପ, ମୁଁ ଉପତ୍ୟକାର କଇଁ। କଣ୍ଟକ ମଧ୍ୟରେ କଇଁ ଯେପରି, କନ୍ୟାଗଣ ମଧ୍ୟରେ ମୋର ପ୍ରିୟତମା ସେହିପରି। ବନ୍ୟ ବୃକ୍ଷ ଗୁଡ଼ିକ ମଧ୍ୟରେ ଆତଗଛ ଯେଉଁପରି, ଯୁବକମାନଙ୍କ ମଧ୍ୟରେ ମୋର ପ୍ରିୟତମ ସେହିପରି। ସାନନ୍ଦରେ ତାଙ୍କର ଛାୟା ତଳେ ମୁଁ ଉପବେଶନ କଲି, ତାଙ୍କର ଫଳ ମୋର ଜିହ୍ୱା ପ୍ରତି ସୁସ୍ୱାଦୁ। ତାଙ୍କର ଭୋଜିଶାଳାକୁ ସେ ମୋତେ ଆନୟନ କଲେ, ମୋ ଉପରେ ତାଙ୍କର ପ୍ରେମ ପତାକା ସେ ବିସ୍ତାର କଲେ। ଦ୍ରାକ୍ଷା ଫଳର ପିଷ୍ଟକ ଦ୍ୱାରା ମୋତେ ଆପ୍ୟାୟିତ କର, ଆତ ଫଳ ଦେଇ ମୋତେ ତୃପ୍ତ କର, କାରଣ ମୁଁ ପ୍ରେମ ବ୍ୟାଧି ବିଶିଷ୍ଟ। ତାଙ୍କର ବାମହସ୍ତ ମୋ ମସ୍ତକ ତଳେ ତକିଆ ସଦୃଶ ଭଲା ହୋଇଥାନ୍ତା, ତାଙ୍କର ଦକ୍ଷିଣ ହସ୍ତ ଭଲା ମୋତେ ଆଲିଙ୍ଗନ କରିଥାନ୍ତା। ହେ ଜେରୁସାଲେମର କନ୍ୟାଗଣ, କ୍ଷେତଚର ଏଣ ତଥା
ହରିଣୀ ନାମରେ ମୁଁ ଶପଥ ପୂର୍ବକ କହେ ଯେ ସ୍ୱେଚ୍ଛାରେ ଉଜାଗର ହୋଇ ଉଠିବା ପର୍ଯ୍ୟନ୍ତ ତୁମେମାନେ ପ୍ରେମକୁ ଉତ୍ତେଜିତ କରାଅ ନାହିଁ। ମୋର ପ୍ରିୟତମଙ୍କର ସ୍ୱର ଦେଖ, ସେ ଆଗମନ କରନ୍ତି। ପର୍ବତ ସମୂହ ଉପରେ ଲମ୍ଫ ଦେଇ ପାହାଡ଼ ସକଳ ଉପରେ ଡେଇଁ ପଡ଼ି ସେ ଆସନ୍ତି। ମୋର ପ୍ରିୟତମ ଜଣେ ଏଣ କିମ୍ବା ଯୁବା ହରିଣୀ ସଦୃଶ। ସେ ଆମ କାନ୍ଥର ପଶ୍ଚାତ ଭାଗରେ ଦଣ୍ଡାୟମାନ ଝରକା ମଧ୍ୟ ଦେଇ ସେ ଅବଲୋକନ କରନ୍ତି। ଝରକା ଜାଲି ଦେଇ ସେ ଉଙ୍କି ମାରନ୍ତି। ମୋର ପ୍ରିୟତମ ମୋତେ କହନ୍ତି, ହେ ମୋର ପ୍ରିୟେ ଉଠ, ମୋର ସୁନ୍ଦରୀ ବାହାରକୁ ଆସ। ଦେଖ, ଶୀତକାଳ ଅତିକ୍ରାନ୍ତ ହେଲା, ବୃଷ୍ଟିପାତ ସମାପ୍ତ ହୋଇଗଲା, ଭୂପୃଷ୍ଠରେ ପୁଷ୍ପ ସବୁ ମୁକୁଳିତ ହେଲା, ଗାନାଳାପର ସମୟ ଉପସ୍ଥିତ ହେଲା। ଆମ ଦେଶରେ ଘୁଘୁ ପକ୍ଷୀର ଶବ୍ଦ ମୁଖରିତ ହୁଏ। ଡିମିରି ବୃକ୍ଷ ଫଳବତୀ ହୋଇଛି, ଦ୍ରାକ୍ଷାଲତା ପୁଷ୍ପିତ ହୋଇଛି, ସେ ସମସ୍ତ ସୁରଭିତ ହୋଇଛି। ହେ ମୋର ପ୍ରିୟ ଉଠ, ମୋର ସୁନ୍ଦରୀ ବାହାରକୁ ଆସ। ହେ ମୋର କପୋତ, ଶୈଳ ଫାଙ୍କରେ ସିଧାସଳଖ ଶୈଳ ପାଖରେ ତୁମ ମୁଖ ମୋତେ ଦେଖାଅ। ତୁମ ସ୍ୱର ମୋର କର୍ଣ୍ଣପାତ ହେଉ, କାରଣ ତୁମର ସ୍ୱର୍ଣ୍ଣ ସୁମଧୁର ଓ ତୁମର ମୁଖ ମନୋରମ। ଯେଉଁ ଶୃଗାଳ ଶାବକମାନେ ଦ୍ରାକ୍ଷା ଉଦ୍ୟାନ ବିନାଶ କରନ୍ତି, ଆମ ପାଇଁ ସେମାନଙ୍କୁ ଧରି ଆଣ, କାରଣ ଆମର ଦ୍ରାକ୍ଷା ଉଦ୍ୟାନ ସକଳ ପୁଷ୍ପିତ ହୋଇଛି। ମୋର ପ୍ରିୟତମ ମୋର ଓ ମୁଁ ତାଙ୍କର ମେଷପଲମାନଙ୍କୁ ସେ କଇଁ ଫୁଲ ମଧ୍ୟରେ ଚରାନ୍ତି। ହେ ମୋର ପ୍ରିୟତମ, ଦିବସ ଶୀତଳ ହେବା ପୂର୍ବରୁ, ଛାୟା ସବୁ ଅଦୃଶ୍ୟମାନ ହେବା ଆଗରୁ ଆସ ଓ ସମତଳ ପର୍ବତ ସମୂହରେ ଚର, ଏଣ କିମ୍ବା ହରିଣ ଶାବକ ସଦୃଶ ହୁଅ। ଅଧ୍ୟାୟ 3। ଯାହାଙ୍କୁ ମୋର ଆତ୍ମା ପ୍ରେମ କରେ, ତାଙ୍କୁ ରାତ୍ରି କାଳରେ ମୋର ଶଯ୍ୟାରେ ମୁଁ ଅନ୍ୱେଷଣ କଲି। ମୁଁ ତାଙ୍କୁ ଅନ୍ୱେଷଣ କଲି, କିନ୍ତୁ ପାଇଲି ନାହିଁ। ମୁଁ ତାଙ୍କୁ ଡାକିଲି, କିନ୍ତୁ ସେ କିଛି ଉତ୍ତର ଦେଲେ ନାହିଁ। ବର୍ତ୍ତମାନ ମୁଁ ଉଠି ନଗରୀ ମଧ୍ୟରେ ପରିଭ୍ରମଣ କରିବି। ଯାହାଙ୍କୁ ମୋର ଆତ୍ମା ପ୍ରେମ କରେ, ତାଙ୍କୁ ମୁଁ ନଗରୀ ରାସ୍ତା ତଥା ଛକ ସ୍ଥାନ ଗୁଡ଼ିକରେ ଅନ୍ୱେଷଣ କରିବି। ମୁଁ ତାଙ୍କର ସନ୍ଧାନ କଲି, କିନ୍ତୁ ପାଇଲି ନାହିଁ। ନଗରୀରେ ମୁଁ ଯେବେ ପରିଭ୍ରମଣ କଲି, ପ୍ରହରୀ ଦଳ ତେବେ ମୋତେ ଦେଖିବାକୁ ପାଇଲେ। ଯାହାଙ୍କୁ ମୁଁ ପ୍ରେମ କରେ, ତୁମେମାନେ କ'ଣ ତାଙ୍କୁ ଦେଖିଅଛ? ମୁଁ ସେମାନଙ୍କୁ ଅତିକ୍ରମ କରିବା କ୍ଷଣି ଯାହାଙ୍କୁ ମୋର ଆତ୍ମା ପ୍ରେମ କରେ, ତାଙ୍କର ମୁଁ ସନ୍ଧାନ ପାଇଲି। ମୁଁ ତାଙ୍କୁ ଦୃଢ଼ ଧାରଣ କଲି, ଯେ ପର୍ଯ୍ୟନ୍ତ ମୋର ମାତୃଗୃହ ମଧ୍ୟକୁ ମୁଁ ତାଙ୍କୁ ଆନୟନ କରିବି ନାହିଁ, ଓ ଯିଏ ମୋତେ ଗର୍ଭଧାରଣ କଲେ ତାଙ୍କର ପ୍ରକୋଷ୍ଠକୁ ଘେନି ଆସି ନାହିଁ, ସେ ପର୍ଯ୍ୟନ୍ତ ମୁଁ ତାଙ୍କୁ ପରିତ୍ୟାଗ କରିବି ନାହିଁ। ହେ ଜେରୁସଲେମର କନ୍ୟାଗଣ, କ୍ଷେତଚର ଏଣ ତଥା ହରିଣୀମାନଙ୍କ ନାମରେ ମୁଁ ଶପଥ ପୂର୍ବକ କହେ ଯେ ସ୍ୱେଚ୍ଛାରେ ଉଜାଗର ହୋଇ ଉଠିବା ପର୍ଯ୍ୟନ୍ତ ତୁମେମାନେ ପ୍ରେମକୁ ଉତ୍ତେଜିତ କର ନାହିଁ। ମୀରା ତଥା ଗୁଜ ଦ୍ୱାରା, ବଣିକର ସର୍ବବିଧ ସୁରଭିତ ଚୂର୍ଣ୍ଣ ଦ୍ୱାରା, ସୁରଭି ବିସ୍ତାରକାରୀ ଧୂମ ସ୍ତମ୍ଭ ସଦୃଶ ମରୁ ପ୍ରାନ୍ତରରୁ ଆଗମନକାରୀ ତାହା ବା କ'ଣ? ଦେଖ, ତାହା ସଲୋମନଙ୍କର ସବାରି ଅଟେ। ଇସ୍ରାଏଲର ପ୍ରବଳ ପ୍ରତାପୀମାନଙ୍କ ମଧ୍ୟରୁ ଶକ୍ତିସମ୍ପନ୍ନ 60 ଜଣ ବ୍ୟକ୍ତି ତାଙ୍କୁ ପାଛୋଟି ନେଇ ଆନୟନ କର। ସେମାନେ ଖଡ୍ଗ ପରିହିତ ତଥା ଯୁଦ୍ଧ ପ୍ରବୀଣ। ରାତ୍ରି କାଳର ବିପଦକୁ ବିରୋଧ କରିବା ପାଇଁ ସେମାନେ ପ୍ରତ୍ୟେକ ନିଜ ଜଙ୍ଘରେ ଖଡ୍ଗ ପରିଧାନ କରନ୍ତି। ରାଜା ସଲୋମନ ନିଜ ପାଇଁ ଲେବାନନର କାଷ୍ଠରୁ ଗୋଟିଏ ପାଲିଙ୍କି ନିର୍ମାଣ କଲେ। ରୌପ୍ୟରୁ ତାହାର ବାହକ ଦଣ୍ଡ
ସ୍ୱର୍ଣ୍ଣରୁ ପୃଷ୍ଠ ଆଧାର ଓ ବାଇଗଣୀ ବସ୍ତ୍ରରୁ ତାହାର ଆସନ ସେ ପ୍ରସ୍ତୁତ କଲେ। ଜେରୁସେଲେମର କନ୍ୟାମାନଙ୍କ ଦ୍ୱାରା ମନୋହର ବଳା ବାଇଗଣୀ ବସ୍ତ୍ରରେ ତାହାର ଅନ୍ତର ଭାଗ ବିଭୂଷିତ। ହେ ସିୟନର କନ୍ୟାଗଣ, ଯିଏ ନିଜ ମାତା ଦ୍ୱାରା ମୁକୁଟ ମଣ୍ଡିତ, ସେହି ରାଜା ସଲୋମନଙ୍କୁ ଦର୍ଶନ କରିବା ପାଇଁ ତାଙ୍କର ବିବାହ ଦିବସରେ ତାଙ୍କ ହୃଦୟରେ ଆନନ୍ଦୋତ୍ସାହ ଦିନରେ ବାହାରି ଆସ। ଅଧ୍ୟାୟ 4। ତୁମେ କି ସୁନ୍ଦରୀ ହେ ମୋର ପ୍ରିୟେ, ହଁ ତୁମେ କି ସୁନ୍ଦରୀ। ଅଢ଼ଣି ପଛରେ ତୁମର ନେତ୍ର ଯୁଗଳ କପୋତଦୟ। ଗିଲିଆଦ ପାହାଡ଼ର ଢାଲୁ ଦେଶ ଦେଇ ଅବତରଣକାରୀ ଛାଗପଲ ସଦୃଶ ଅଟେ ତୁମର କେଶ ବେଣୀ। ଲୋମ କଟା ଯିବା ପରେ ଧୌତ ସ୍ତ୍ରୀ ମେଷପଲ ସଦୃଶ ଅଟେ ତୁମର ଦନ୍ତପଙ୍କ୍ତି। ସେମାନେ ପ୍ରତ୍ୟେକ ଜଡ଼ାଯୁକ୍ତ, ତନ୍ମଧ୍ୟରୁ ଗୋଟିଏ ବି ଅସମ ନୁହେଁ। ଅଧର ତୁମର ଲୋହିତ ବର୍ଣ୍ଣବିଶିଷ୍ଟ ସୂତ୍ର ସଦୃଶ ଓ ମୁଖ ତୁମର ମନୋହର। ଅଢ଼ଣି ପଛରେ ତୁମର ଗାଲଦ୍ୱୟ ଡାଳିମ୍ବର ଅର୍ଦ୍ଧାଂଶ ସଦୃଶ। ଅସ୍ତ୍ରାଗାର ଭାବେ ନିର୍ମିତ ଦାବୀଦଙ୍କ ଗମ୍ବୁଜ ସଦୃଶ ତୁମର ଗଳା। ବୀର ଯୋଦ୍ଧାମାନଙ୍କ ପାଇଁ ସେଥିରେ ଯେପରି 1000 ଢାଲ ଝୁଲୁଅଛି, ସେହିପରି ଗଳା ତୁମର ଆଭରଣ ଦ୍ୱାରା ବିଭୂଷିତ। ଯେଉଁମାନେ କଇଁ ପୁଷ୍ପ ସବୁ ମଧ୍ୟରେ ଆପ୍ୟାୟିତ ହୁଅନ୍ତି, ସେହି ଯୁଗ୍ମ ଏଣ ଶାବକ ସଦୃଶ ଅଟେ ତୁମର ସ୍ତନଦ୍ୱୟ। ଯେ ପର୍ଯ୍ୟନ୍ତ ଦିବସଟି ଶୀତଳ ଓ ଛାୟା ଅଦୃଶ୍ୟମାନ ହୋଇନାହିଁ, ସେ ପର୍ଯ୍ୟନ୍ତ ମୀରାର ପର୍ବତ ଓ ଗୁଗୁଳର ପାହାଡ଼ ସ୍ଥାନକୁ ମୁଁ ପ୍ରସ୍ଥାନ କରିବି। ହେ ମୋର ପ୍ରିୟେ, ତୁମେ ସର୍ବାଙ୍ଗ ସୁନ୍ଦରୀ, ତୁମେ କିଭଳି ସୁଗଠିତ। ଲେବାନନରୁ ମୋ ସହ ଆସ, ହେ ମୋର ବଧୂ, ହଁ ଲେବାନନରୁ ମୋ ସହ ଆସ। ଆମାନା ପର୍ବତ ଶିରରୁ ଅବତରି ଆସ। ସେନିର ତଥା ହେର୍ମୋନ ପର୍ବତ ଶୃଙ୍ଗରୁ, ସିଂହ ଗୁମ୍ଫା ମଧ୍ୟରୁ ଓ ଚିତାବାଘମାନଙ୍କ ବିରାହ ସ୍ଥାନ ପର୍ବତରୁ ଅବତରି ଆସ। ହେ ମୋର ଭଗ୍ନୀ, ହେ ମୋର ବନ୍ଧୁ, ମୋର ହୃଦୟକୁ ତୁମେ ମୁଗ୍ଧ କରିଅଛ। ତୁମ ଚକ୍ଷୁର ଏକ କଟାକ୍ଷ ଦ୍ୱାରା, ତୁମ ଗଳାଭରଣର ଏକ ରତ୍ନ ଦ୍ୱାରା ତୁମେ ମୋର ହୃଦୟକୁ ମୁଗ୍ଧ କରିଅଛ। ମୋର ଭଗ୍ନୀ, ହେ ମୋର ବଧୂ, ତୁମ ପ୍ରେମ କିପରି ମନୋରମ। ତୁମ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କେତେ ଶ୍ରେୟସ୍କର। ତୁମ ତୈଳର ସୁରଭି କୌଣସି ସୁଗନ୍ଧ ଦ୍ରବ୍ୟ ଅପେକ୍ଷା କେତେ ଶ୍ରେଷ୍ଠ। ହେ ମୋର ବଧୂ, ତୁମ ଅଧରରୁ ବିନ୍ଦୁ ବିନ୍ଦୁ ହୋଇ ମଧୁ କକ୍ଷେ, ତୁମର ଜିହ୍ୱା ତଳୁ ମଧୁ ତଥା ଦୁଗ୍ଧ ଝରେ। ତୁମ ପରିଧାନର ସୌରଭ୍ୟ ଲେବାନନର ସୁବାସନା ସଦୃଶ। ମୋର ଭଗ୍ନୀ ଏକ ରୁଦ୍ଧ ଉଦ୍ୟାନ ସଦୃଶ, ମୋର ବଧୂ ଏକ ରୁଦ୍ଧ ଉଦ୍ୟାନ ତଥା ମୁଦ୍ରାଙ୍କିତ ନିର୍ଝର ସମ। ତୁମର ନବପଲ୍ଲବ ଏକ ଡାଳିମ୍ବ ଉଦ୍ୟାନ ସଦୃଶ, ତାହା ସର୍ବବିଧ ଫଳମୂଳ ଉତ୍ପନ୍ନ କରେ। ହେନା ତଥା ସୁଗନ୍ଧ ଉଦ୍ଭିଦ ତଥା କୁଙ୍କୁମ, ବଚ ତଥା ଦାରୁଚିନି, ସର୍ବବିଧ ଗୁଗୁଳ ବୃକ୍ଷ, ସୁଗନ୍ଧ ନିର୍ଯାସ ତଥା ଘିକୁଆଁରୀ ଗଛ ଓ ନାନାବିଧ ସୁଗନ୍ଧ ଦ୍ରବ୍ୟ ସେଠାରେ ଉତ୍ପନ୍ନ ହୁଏ। ତୁମେ ଉଦ୍ୟାନର ନିର୍ଝର ଜୀବନ୍ତ ଜଳର କୂପ ଓ ଲେବାନନରୁ ପ୍ରବାହିତ ଜଳସ୍ରୋତ। ହେ ଉତ୍ତମ ବାୟୁ, ଉଜାଗର ହୋଇ ଉଠ। ହେ ଦକ୍ଷିଣା ବାୟୁ, ଆସ ମୋର ଉଦ୍ୟାନ ମଧ୍ୟରେ ପ୍ରବାହିତ ହୁଅ। ତାହାର ସୁରଭି ସର୍ବତ୍ର ବିସ୍ତୃତ ହେଉ। ମୋର ପ୍ରିୟତମ ତାଙ୍କ ଉଦ୍ୟାନକୁ ଆସନ୍ତୁ, ସେ ତାହାର ବିଶିଷ୍ଟ ଫଳ ଆହାର କରନ୍ତୁ। ଅଧ୍ୟାୟ 5। ହେ ମୋର ଭଗ୍ନୀ, ହେ ମୋର ବଧୂ, ମୋର ଉଦ୍ୟାନକୁ ମୁଁ ଆସେ। ମୀରା ତଥା ସୁଗନ୍ଧ ଦ୍ରବ୍ୟ ସକଳ ମୁଁ ସଂଗ୍ରହ କରେ
ମଧୁଚକ୍ର ତଥା ମଧୁ ମୁଁ ଆସ୍ୱାଦନ କରେ, ଦ୍ରାକ୍ଷାରସ ତଥା ଦୁଗ୍ଧ ମୁଁ ପାନ କରେ। ହେ ବନ୍ଧୁମାନେ, ଭଜନ କର, ପାନ କର, ହେ ପ୍ରଣୟୀମାନେ ଯଥେଷ୍ଟ ପାନ କର। ମୁଁ ଶୟନ କଲି, କିନ୍ତୁ ମୋର ହୃଦୟ ଜାଗୃତ ଥିଲା। ମୋର ପ୍ରିୟତମ ଦ୍ୱାରରେ କରାଘାତ କରୁଥିବା ମୁଁ ଶୁଣିବାକୁ ପାଉଅଛି। ହେ ମୋର ଭଗ୍ନୀ, ହେ ମୋର ପ୍ରିୟତମା, ମୋର କପୋତ, ହେ ମୋର ସର୍ବଗୁଣା ସମ୍ପନ୍ନା, ମୋ ନିମନ୍ତେ ଦ୍ୱାର ଉନ୍ମୁକ୍ତ କର। ମୋର ମସ୍ତକ ତୁଷାର ବିନ୍ଦୁରେ ଆର୍ଦ୍ର, ମୋର କେଶ ନୈଶ ଶିଶିର ବିନ୍ଦୁ ଦ୍ୱାରା ସିକ୍ତ। ମୁଁ ବିବଶନା ହେଲି, ମୁଁ ତାହା କିପରି ବା ପରିଧାନ କରିବି? ମୋର ପାଦ ମୁଁ ଧୋଇଦେଲି, ମୁଁ ବା କିପରି ତାହା ପୁନରାୟ କଳଙ୍କିତ କରିବି? ମୋର ପ୍ରିୟତମ ତାଙ୍କ ହସ୍ତରେ ଫାଟକ ଅର୍ଗଳ ଧାରଣ କଲେ ଓ ମୋ ହୃଦୟ ମୋ ଅନ୍ତରରେ ଶିହରଣ ସୃଷ୍ଟି କଲା। ହେ ପ୍ରିୟତମଙ୍କ ସକାଶେ ଦ୍ୱାର ଖୋଲିବା ପାଇଁ ମୁଁ ଉଠିଲି। ମୋର ହସ୍ତରୁ ମୀରା ଓ ମୋର ଆଙ୍ଗୁଳିରୁ ମୀରା ଟୋପା ବିନ୍ଦୁ ବିନ୍ଦୁ ହୋଇ କବାଟ କଡ଼ାରେ ପତିତ ହେଲା। ମୋର ପ୍ରିୟତମଙ୍କ ସକାଶେ ମୁଁ ଦ୍ୱାର ଖୋଲିଲି, କିନ୍ତୁ ମୋର ପ୍ରିୟତମ ଇତିମଧ୍ୟରେ ଚାଲି ଯାଇଥିଲେ। ସେ ଯେବେ କଥା କହିଥିଲେ, ତେବେ ମୋର ହୃଦୟ ଆବେଗପୂର୍ଣ୍ଣ ହୋଇଥିଲା। ମୁଁ ତାଙ୍କୁ ଅନ୍ୱେଷଣ କଲି, କିନ୍ତୁ ଦେଖିବାକୁ ପାଇଲି ନାହିଁ। ମୁଁ ତାଙ୍କୁ ଡାକିଲି, କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ। ନଗରୀ ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିବାକୁ ପାଇଲେ। ପ୍ରହାର କରି ମୋତେ ସେମାନେ କ୍ଷତ ବିକ୍ଷତ କଲେ। ପ୍ରାଚୀର ଉପରିସ୍ଥ ପ୍ରହରୀମାନେ ମୋର ଚାଦର ନେଇଗଲେ। ହେ ଜେରୁସଲେମର କନ୍ୟାମାନେ, ମୁଁ ଶପଥପୂର୍ବକ କହେ ଯେ, ତୁମେମାନେ ଯଦି ମୋର ପ୍ରିୟତମଙ୍କୁ ଦେଖିବାକୁ ପାଇବ, ତେବେ ମୁଁ ଯେ ପ୍ରେମ ରୋଗ ବିଶିଷ୍ଟ, ଏହା ତାଙ୍କୁ ଜଣାଅ। ନାରୀମାନଙ୍କ ମଧ୍ୟରେ ହେ ଲଳନା ସୁନ୍ଦରୀ, ତୁମର ପ୍ରିୟତମ ଅନ୍ୟ ପ୍ରଣୟୀମାନଙ୍କ ଅପେକ୍ଷା କିପରି ଅଧିକ ଶ୍ରେଷ୍ଠ? ତୁମେ ଯେପରି ଆମମାନଙ୍କୁ ଶପଥପୂର୍ବକ କୁହ, ସେଥିସକାଶେ ତୁମ ପ୍ରିୟତମ ଅନ୍ୟ ପ୍ରଣୟୀମାନଙ୍କ ଅପେକ୍ଷା କିପରି ବା ଅଧିକ ଶ୍ରେଷ୍ଠ? ମୋର ପ୍ରିୟତମ ଆଲୋକ ସଦୃଶ, ଉଜ୍ଜ୍ୱଳ ଓ ରକ୍ତିମାଭାଯୁକ୍ତ। ହଜାର ବ୍ୟକ୍ତି ମଧ୍ୟରେ ସେ ଅତି ବିଶିଷ୍ଟ। ତାଙ୍କ ମସ୍ତକ ସ୍ୱଚ୍ଛ ସ୍ୱର୍ଣ୍ଣ ଡାମରା କାଉ ସଦୃଶ କଳା ବର୍ଣ୍ଣ ବିଶିଷ୍ଟ। ତାଙ୍କ କେଶ କୁଞ୍ଚିତ। ତାଙ୍କ ନୟନ ଯୁଗଳ ଜଳାଶୟ ନିକଟବର୍ତ୍ତୀ କପୋତ ତୁଲ୍ୟ। ବିଶ୍ରାମ କରୁଥିବା ଦୁଗ୍ଧସ୍ନାତ କପୋତ ସଦୃଶ। ତାଙ୍କ ଗାଲଦ୍ୱୟ ସୁଗନ୍ଧ ଦ୍ରବ୍ୟର ତଟ ସଦୃଶ। ତାଙ୍କର ଅଧରଦ୍ୱୟ ଦ୍ରାବକ ମୀରା କ୍ଷରିତ ହେଉଥିବା କଇଁ ପୁଷ୍ପ। ତାଙ୍କ ହସ୍ତଦ୍ୱୟ ରତ୍ନ ଖଚିତ ସୁବର୍ଣ୍ଣ ଦଣ୍ଡ। ତାଙ୍କ ଶରୀର ନୀଳକାନ୍ତମଣି ଖଚିତ ଗଜତନ୍ତ ପ୍ରସ୍ତୁତ ଶିଳ୍ପକର୍ମ। ତାଙ୍କ ପାଦଯୁଗଳ ସୁବର୍ଣ୍ଣ ପଦନୀରେ ସ୍ଥାପିତ ମର୍ମର ସ୍ତମ୍ଭ ସମ। ତାଙ୍କ ରୂପ ଲେବାନନର ପ୍ରସିଦ୍ଧ ଦେବଦାରୁ ସଦୃଶ। ତାଙ୍କ ମସ୍ତକ ସ୍ୱଚ୍ଛ ସ୍ୱର୍ଣ୍ଣ ଡାମରା କାଉ ସଦୃଶ କଳାବର୍ଣ୍ଣ ବିଶିଷ୍ଟ। ତାଙ୍କ କେଶ କୁଞ୍ଚିତ। ତାଙ୍କ ନୟନ ଯୁଗଳ ଜଳାଶୟ ନିକଟବର୍ତ୍ତୀ କପୋତ ତୁଲ୍ୟ। ବିଶ୍ରାମ କରୁଥିବା ଦୁଗ୍ଧ ସ୍ନାତ କପୋତ ସଦୃଶ। ତାଙ୍କ ଗାଲଦ୍ୱୟ ସୁଗନ୍ଧ ଦ୍ରବ୍ୟର ତଟ ସଦୃଶ। ତାଙ୍କର ଅଧରଦ୍ୱୟ ଦ୍ରାବକ ମୀରା କ୍ଷରିତ ହେଉଥିବା କଇଁ ପୁଷ୍ପ। ତାଙ୍କ ହସ୍ତଦ୍ୱୟ ରତ୍ନ ଖଚିତ ସୁବର୍ଣ୍ଣ ଦଣ୍ଡ। ତାଙ୍କ ଶରୀର ନୀଳକାନ୍ତମଣି ଖଚିତ ଗଜଦନ୍ତ ପ୍ରସ୍ତୁତ ଶିଳ୍ପକର୍ମ।
ତାଙ୍କ ପାଦ ଯୁଗଳ ସୁବର୍ଣ୍ଣ ପଦନୀରେ ସଂସ୍ଥାପିତ ମର୍ମର ସ୍ତମ୍ଭ ସମ। ତାଙ୍କ ରୂପ ଲେବାନନର ପ୍ରସିଦ୍ଧ ଦେବଦାରୁ ସଦୃଶ। ତାଙ୍କର କଥା ଅତ୍ୟଧିକ ମନୋହର, ସେ ସର୍ବାପେକ୍ଷା କମନୀୟ। ହେ ଜେରୁସଲେମର କନ୍ୟାଗଣ, ଏହି ମୋର ପ୍ରିୟତମ, ଏହି ମୋର ସାଥୀ। ଅଧ୍ୟାୟ 6। ନାରୀଗଣ ମଧ୍ୟରେ ହେ ଲଳନା ସୁନ୍ଦରୀ, ତୁମ ପ୍ରିୟତମ କେଉଁଠାକୁ ଯାଉଛନ୍ତି? ତୁମ ସଙ୍ଗେ ଆମେ ଯେପରି ତାଙ୍କର ସନ୍ଧାନ କରିବୁ, ସେଥି ସକାଶେ କୁହ ସେ କେଉଁଠାକୁ ଯାଉଛନ୍ତି? ମୋର ପ୍ରିୟତମ ତାଙ୍କ ଉଦ୍ୟାନକୁ, ସୁଗନ୍ଧ ଦ୍ରବ୍ୟ ସମୂହର ତଟଗୁଡ଼ିକୁ ଯାଉଛନ୍ତି। ଉଦ୍ୟାନରେ ତାଙ୍କ ମେଷପଲ ଚରାଇବା ଓ କଇଁ ପୁଷ୍ପ ସଂଗ୍ରହ କରିବା ପାଇଁ ସେ ପ୍ରସ୍ଥାନ କରିଛନ୍ତି। ମୁଁ ମୋର ପ୍ରିୟତମଙ୍କର ଓ ମୋର ପ୍ରିୟତମ ମୋର ଅଟନ୍ତି। ମେଷପଲକୁ କଇଁଫୁଲ ମଧ୍ୟକୁ ସେ ଚରାନ୍ତି। ହେ ମୋର ପ୍ରିୟେ, ତୁମେ ତିର୍ଷା ସଦୃଶ ସୁନ୍ଦରୀ, ଜେରୁସଲେମ ତୁଲ୍ୟ ମନୋହର ଓ ପତାକାଧାରୀ ସୈନ୍ୟବାହିନୀ ସଦୃଶ ଭୟାବହ। ମୋ ନିକଟରୁ ତୁମ ଚକ୍ଷୁର କଟାକ୍ଷ ବୁଲାଇ ଦିଅ, କାରଣ ତାହା ମୋତେ ବିଚଳିତ କରେ। ତୁମ କେଶ ବେଣୀ ଗିଲିଆଦ ପାହାଡ଼ର ଢାଲୁ ଅଞ୍ଚଳ ଦେଇ ଅବତରି ଆସୁଥିବା ଛାଗପଲ ସଦୃଶ। ଧୌତ ହେଲା ପରେ ଆସୁଥିବା ସ୍ତ୍ରୀ ମେଷପଲ ତୁଲ୍ୟ ତୁମ ଦନ୍ତପକ୍ତି। ସେମାନେ ପ୍ରତ୍ୟେକ ଯୋଡ଼ାଯୁକ୍ତ, ତନ୍ମଧ୍ୟରୁ ଗୋଟିଏ ବି ଅସମ ନୁହେଁ। ଓଢ଼ଣୀ ପଛରେ ତୁମର ଗାଲଦ୍ୱୟ, ଡାଳିମ୍ବର ଅର୍ଦ୍ଧାଂଶ ଖଣ୍ଡ। 60 ଜଣ ରାଣୀ, 80 ଉପପତ୍ନୀ ଓ ଅଗଣିତା କନ୍ୟାଗଣ ଅଛନ୍ତି। କିନ୍ତୁ ମୋର କପୋତ, ମୋର ସର୍ବଗୁଣବତୀ କେବଳ ଜଣେ ମାତ୍ର, ସେ ସ୍ୱଜନନୀର ପ୍ରିୟ ପାତ୍ରୀ। ଯିଏ ତାକୁ ଗର୍ଭଧାରଣ କରିଥିଲା, ତା ପାଇଁ ସେ ନିଷ୍କଳଙ୍କ। ତାକୁ ଦେଖି କନ୍ୟାମାନେ ତାକୁ ଧନ୍ୟ ନାମେ ନାମିତ କଲେ। ରାଣୀ ତଥା ଉପପତ୍ନୀଗଣ ମଧ୍ୟ ତାର ପ୍ରଶଂସା ଗାନ କଲେ। ଅରୁଣୋଦୟ ସଦୃଶ ଶୋଭାବତୀ, ଚନ୍ଦ୍ର ଭଳି ସୁନ୍ଦରୀ, ସୂର୍ଯ୍ୟ ପରି ତେଜସ୍ୱୀ ଓ ପତାକାଧାରୀ ସୈନ୍ୟ ଭଳି ସେ ଭୟାନକ। ଏ ବା କିଏ? ଉପତ୍ୟକାର ପୁଷ୍ପ ମୁକୁଳ ମୁଁ ଯେପରି ଦର୍ଶନ କରେ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଛି କି ନାହିଁ ଓ ଡାଳିମ୍ବ ବୃକ୍ଷ ସବୁ ପୁଷ୍ପିତ ହୋଇଛି କି ନାହିଁ, ଏହା ମୁଁ ଯେପରି ଦେଖିପାରେ, ସେଥି ସକାଶେ ମୁଁ ବାଦାମ ଉଦ୍ୟାନକୁ ଗଲି। ମୁଁ କିଛି ଜାଣିବା ପୂର୍ବରୁ ମୋର ସ୍ୱଜନମାନଙ୍କ ରଥ ମଧ୍ୟରେ ସେମାନଙ୍କ ଅଧିଶ ସଦୃଶ ମୋର ମନସ୍କାମନା ମୋତେ ଅବସ୍ଥାପିତ କରାଇଲା। ଫେରି ଆସ, ଫେରି ଆସ, ହେ ସୁଲାମୀୟ କନ୍ୟା, ଆମେ ଯେପରି ତୁମ ଉପରେ ଦୃଷ୍ଟି ନିକ୍ଷେପ କରିପାରିବୁ, ସେଥିପାଇଁ ଫେରି ଆସ, ଫେରି ଆସ। ମହାନାଇମର ନୃତ୍ୟ ପ୍ରତି ଯେପରି ଦୃଷ୍ଟିପାତ କରାଯାଏ, ସେହିପରି ସୁଲାମୀୟ କନ୍ୟା ପ୍ରତି ତୁମେମାନେ କାହିଁକି ବା ଦୃଷ୍ଟିପାତ କରିବ? ଅଧ୍ୟାୟ 7। ହେ ରାଜକୁମାରୀ, ପାଦୁକା ଭୂଷିତ ତୁମ ପାଦ ଯୁଗଳ କେଡ଼େ ମନୋହର। ତୁମ କଟି ଦେଶ ନିରୂପଣ ଶିଳ୍ପୀ ହସ୍ତକୃତ ରତ୍ନାହାର ସଦୃଶ। ତୁମ ନାଭିମଣ୍ଡଳ ଯେଉଁ ପାତ୍ର ସମ୍ମିଶ୍ରିତ ଦ୍ରାକ୍ଷାରସରୁ କଦାପି ଶୂନ୍ୟ ହୁଏ ନାହିଁ, ସେହିପରି ବୃତ୍ତାକାର ପାନପାତ୍ର ସମ। ତୁମ ଉଦର କଇଁଫୁଲ ସମୂହ ଦ୍ୱାରା ପରିବେଷ୍ଟିତ ଗହମ ଗଦା ତୁଲ୍ୟ। ତୁମ ସ୍ତନଦ୍ୱୟ ଜାଆଁଳା ଏଣ ଶାବକ ସଦୃଶ। ତୁମ ଗଳା ଗଜଦନ୍ତ ନିର୍ମିତ ଗମ୍ବୁଜ ତୁଲ୍ୟ। ତୁମ ନୟନଦ୍ୱୟ ହେଶ୍‌ବନର ବାତ୍‌ବାରିବିର ଦ୍ୱାର ସମୀପସ୍ଥ ପୁଷ୍କରିଣୀ ସମ। ତୁମ ନାସିକା ଦାମାସ୍କସ ସମ୍ମୁଖୀନ ଲେବାନନର ଗମ୍ବୁଜ ସଦୃଶ। ତୁମ ମସ୍ତକ କାର୍ମେଲ ପର୍ବତ ପରି ଉଦ୍ଧାନିତ।
ତୁମ କୁଞ୍ଚିତ କେଶ ମୁକୁଳ ବାଇଗଣୀ ବସ୍ତ୍ର ସଦୃଶ୍ୟ। ତୁମ କେଶ ମୁକୁଳ ରାଜାଙ୍କୁ ବନ୍ଦୀ କରିଛି। ହେ ପ୍ରିୟେ, ଆନନ୍ଦଦାୟିନୀ କନ୍ୟା, ତୁମେ କି ସୁନ୍ଦରୀ, କି ମନୋରମା। ତୁମ ରୂପ ତାଳ ବୃକ୍ଷ ସଦୃଶ୍ୟ ଓ ତୁମ ସ୍ତନ୍ୟଦୟ ତାହାର ପେନ୍ଥା ସମ। ମୁଁ ମନେ କଲି ଯେ ଏହି ତାଳ ବୃକ୍ଷରେ ଆରୋହଣ କରିବି ଓ ତାହାର ଶାଖା ସମୂହକୁ ଧରିବି। ତୁମ ସ୍ତନୋଦୟ ଦ୍ରାକ୍ଷା ଫଳର ପେନ୍ଥା ସଦୃଶ୍ୟ ଓ ତୁମ ନିଶ୍ୱାସର ବାସନା ଆତଫଳ ତୁଲ୍ୟ ହେଉ। ଅଧର ତଥା ଦନ୍ତପଙ୍କ୍ତି ଦେଇ ମୃଦୁ ଭାବେ ଗଳି ଯାଉଥିବା ଉତ୍ତମ ଦ୍ରାକ୍ଷାରସ ସଦୃଶ୍ୟ ହେଉ ତୁମ ଚୁମ୍ବନ। ମୁଁ ମୋର ପ୍ରିୟତମଙ୍କର, ସେ ମୋ ପ୍ରତି ଆକାଙ୍କ୍ଷିତ। ହେ ମୋର ପ୍ରିୟତମ, ଆସ ଆମେ କ୍ଷେତକୁ ପ୍ରସ୍ଥାନ କରିବା ଓ ଜଳପଦରେ ରାତ୍ରି ଯାପନ କରିବା। ଦ୍ରାକ୍ଷା ଉଦ୍ୟାନକୁ ଆମେ ଅତି ପ୍ରତ୍ୟୁଷରେ ଗମନ କରିବା। ଦ୍ରାକ୍ଷାଲତା ଗୁଡ଼ିକ ପଲ୍ଲବିତ, ଦ୍ରାକ୍ଷାରସ ପୁଷ୍ପ ସମୂହ ଉନ୍ମୁକ୍ତ ଓ ଡାଳିମ୍ବ ପୁଷ୍ପିତ ହୋଇଛି କି ନାହିଁ, ଆମେ ଏ ସମସ୍ତ ଦେଖିବା। ସେଠାରେ ମୁଁ ତୁମକୁ ମୋର ପ୍ରେମ ଦାନ କରିବି। ଦୁଦା ପୁଷ୍ପ ସୁରଭିତ ହୋଇଛି। ଆମ ଦ୍ୱାର ନିକଟରେ ସର୍ବବିଧ ବିଶିଷ୍ଟ ଫଳ ଥାଏ। ହେ ମୋର ପ୍ରିୟତମ, ସର୍ବବିଧ ନୂତନ ତଥା ପୁରାତନ ଫଳ ମୁଁ ତୁମ ପାଇଁ ପ୍ରସ୍ତୁତ କରି ରଖିଅଛି। ଅଧ୍ୟାୟ 8। ତୁମେ ଯଦି ମୋର ସହୋଦର ସଦୃଶ ହୋଇଥାନ୍ତ ଓ ଯିଏ ମୋର ମା ତାର ସ୍ତନ୍ୟପାନ କରିଅଛି ସେହିପରି ଜଣକ ଭଳି ହୋଇଥାନ୍ତ। ମୁଁ ଯଦି ତୁମକୁ ଗୃହର ବାହାରେ ଦେଖିଥାନ୍ତି, ତେବେ ମୁଁ ତୁମକୁ ଚୁମ୍ବନ ଦେଇଥାନ୍ତି ଓ କେହି ମୋତେ ନିନ୍ଦା କରିନଥାନ୍ତା, ତେବେ ମୁଁ ତୁମକୁ ମୋ ଜୀବନର ଜନନୀର ଗୃହକୁ, ଯିଏ ମୋତେ ଗର୍ଭଧାରଣ କଲା ତାର ପ୍ରକୋଷ୍ଠକୁ ନିଜ ସଙ୍ଗରେ ନେଇଥାନ୍ତି। ପାନ କରିବା ପାଇଁ ସୁରଭିତ ଦ୍ରାକ୍ଷାରସ ଓ ମୋ ଡାଳିମ୍ବର ରସ ମୁଁ ତୁମକୁ ପ୍ରଦାନ କରିଥାନ୍ତି। ତାଙ୍କ ବାମହସ୍ତ ମୋର ମସ୍ତକ ତଳେ ତକିଆ ସଦୃଶ ଭଲା ହୋଇଥାନ୍ତା। ତାଙ୍କ ଦକ୍ଷିଣ ହସ୍ତ ଭଲା ମୋତେ ଆଲିଙ୍ଗନ କରିଥାନ୍ତା। ହେ ଜେରୁସଲେମର କନ୍ୟାଗଣ, ମୁଁ ତୁମମାନଙ୍କୁ ଶପଥପୂର୍ବକ କହେ ଯେ ସ୍ୱେଚ୍ଛାରେ ଉଜାଗର ହୋଇ ଉଠିବା ପର୍ଯ୍ୟନ୍ତ ତୁମେମାନେ ପ୍ରେମକୁ ଉତ୍ତେଜିତ କରାଅ ନାହିଁ। ଯିଏ ନିଜ ପ୍ରିୟତମଙ୍କ ଉପରେ ଆଉଜି ରହି ମରୁପ୍ରାନ୍ତରରୁ ଆସେ, ସେ ବା କିଏ? ଆତବୃକ୍ଷ ମୂଳରେ ମୁଁ ତୁମକୁ ଜାଗି ଉଠାଇଲି। ପ୍ରସବ ବେଦନାଗ୍ରସ୍ତା ହୋଇ ସେଠାରେ ତୁମ ଜନନୀ ତୁମକୁ ଜନ୍ମ ଦେଲା। ଯିଏ ତୁମକୁ ଗର୍ଭଧାରଣ କଲା, ପ୍ରସବ ବେଦନାଗ୍ରସ୍ତା ହୋଇ ସେ ସେଠାରେ ତୁମକୁ ଜନ୍ମ ଦେଲା। ମୋହର ସଦୃଶ୍ୟ ତୁମ ହୃଦୟରେ ଓ ମୋହର ସଦୃଶ୍ୟ ତୁମ ଭୁଜ ଉପରେ ତୁମେ ମୋତେ ଅବସ୍ଥାପିତ କର। କାରଣ ପ୍ରେମ ମୃତ୍ୟୁ ପରି ଶକ୍ତି ସମ୍ପନ୍ନ, ସମାଧି ସଦୃଶ୍ୟ ଈର୍ଷା ନିଷ୍ଠୁର। ତାହାର ଶିଖା ଅଗ୍ନିଶିଖା ସଦୃଶ୍ୟ, ଅତୀବ ପ୍ରଖର ପ୍ରଚଳିତ ଅଗ୍ନିଶିଖା। ବହୁ ଜଳରାଶି ପ୍ରେମକୁ ନିର୍ବାପିତ କରିପାରେ ନାହିଁ, କିମ୍ବା ପ୍ରଳୟ ସବୁ ତାହାକୁ ନିମଗ୍ନ କରିପାରେ ନାହିଁ। କୌଣସି ବ୍ୟକ୍ତି ଯଦି ପ୍ରେମ ବିନିମୟରେ ତାର ଗୃହର ସମସ୍ତ ସମ୍ପଦ ପ୍ରଦାନ କରିବ, ତେବେ ତାହା ସମ୍ପୂର୍ଣ୍ଣ ଅବମାନନା ଯୋଗ୍ୟ ହେବ। ଭ୍ରାତାଗଣ, ଆମମାନଙ୍କର ଏକ ଛୋଟିଆ ଭଉଣୀ ଅଛି। ତାର ସ୍ତନୋଦୟ ଏପର୍ଯ୍ୟନ୍ତ ବୃଦ୍ଧିପ୍ରାପ୍ତ ହୋଇନାହିଁ। ତାର ବିବାହ ପ୍ରସଙ୍ଗ ଯେବେ ଉପଗତ ହେବ, ତେବେ ଆମର ଭଉଣୀ ପାଇଁ ଆମେମାନେ ବା କ'ଣ କରିବା? ସେ ଗୋଟିଏ ପ୍ରାଚୀର ହୋଇଥିଲେ ଆମେ ତା ଉପରେ ଗୋଟିଏ ରୌପ୍ୟ ଗମ୍ବୁଜ ନିର୍ମାଣ କରିଥାନ୍ତୁ। ସେ ଗୋଟିଏ ଦ୍ୱାର ହୋଇଥିଲେ ଦେବଦାରୁ ପଟା ଦ୍ୱାରା ଆମେ ତାକୁ ଆବୃତ କରିଥାନ୍ତୁ। ମୁଁ ଗୋଟିଏ ପ୍ରାଚୀର ଥିଲି, ମୋର ସ୍ତନ ଯୁଗଳ ଗମ୍ବୁଜ ସଦୃଶ ଥିଲା। ସେ ସମୟରେ
ତାଙ୍କ ଦୃଷ୍ଟିରେ ମୁଁ ଜଣେ ଶାନ୍ତି ପ୍ରଦାୟିନୀ ସଦୃଶ୍ୟ ଥିଲି। ବାଲ ହାମୋନରେ ସଲୋମନଙ୍କର ଏକ ଦ୍ରାକ୍ଷା ଉଦ୍ୟାନ ଥିଲା। ସେ ତାହା କୃଷକମାନଙ୍କୁ ବଖରା ଦେଲେ। ତାହାର ଫଳ ବିନିମୟରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ 1000 ଖଣ୍ଡ ରୌପ୍ୟ ଦାନ କରିବା ପାଇଁ ସମ୍ମତ ହେଲେ। ମୋର ଦ୍ରାକ୍ଷା ଉଦ୍ୟାନ ମୋର ନିଜସ୍ୱ, ତାହା ମୋ ନିମନ୍ତେ। ହେ ସଲୋମନ, ସେହି 1000 ରୌପ୍ୟ ଖଣ୍ଡ ତୁମେ ପ୍ରାପ୍ତ ହୁଅ ଓ କୃଷକମାନେ ତୁମ 100 ଖଣ୍ଡ ରୌପ୍ୟ ପ୍ରାପ୍ତ ହୁଅନ୍ତୁ। ହେ ଉଦ୍ୟାନବାସିନୀ, ମୋର ମିତ୍ରମାନେ ମୋର ସ୍ୱର ଶୁଣନ୍ତି, ତାହା ମୋର ମଧ୍ୟ କର୍ଣ୍ଣ ଗୋଚର ହେଉ। ହେ ମୋର ପ୍ରିୟତମ, ହୁଅ ସତର ସୁଗନ୍ଧ ଦ୍ରବ୍ୟଗୁଡ଼ିକର ପର୍ବତ ଉପରେ ତୁମେ ଏଣ କିମ୍ବା ହରିଣ ଶାବକ ତୁଲ୍ୟ ହୁଅ।